অন্তহীন স্নিগ্ধ শান্ত অন্তরে মুক্তাগড় রাজন আনন্দ মনর প্রজা হতে করে শাসন। মহামন্ত্রী বলবন্ত ଓ ଏ ମୁକ୍ତାଗଡ଼ ରାଜ୍ୟର ରାଜା ନାମ ମୋର ଦିବ୍ୟସେନ। ଆଜ୍ଞା ରାଜେଶ୍ୱର। ମହାମନ୍ତ୍ରୀ, ଧର୍ମର ଶାସନ ନ୍ୟାୟର ପାଳନ ଏ ତୁମ ରାଜ୍ୟ ଶାସନ ମହାମନ୍ତ୍ରୀ। ନିଶ୍ଚୟ ମଣିମା। ତଥାପି ମହାମନ୍ତ୍ରୀ, ମୁଁ ଆଜି ଶୁଣିବାକୁ ଚାହେଁ ମୋ ମୁକ୍ତାଗଡ଼ ରାଜ୍ୟର ସର୍ବ ସମାଚାର। ତବ ଆଜ୍ଞା ଶିରଧାର୍ଯ୍ୟ ମଣିମା। କହିଯାଉ ମହାମନ୍ତ୍ରୀ, ତବ ମୁଖ ଶୁଣିବାକୁ ମୋ ରାଜ୍ୟ ସମାଚାର ମୋ କର୍ଣ୍ଣଦେୟ ଆଜି ଅସ୍ଥିର ହୋଇଯାଉଛି ମହାମନ୍ତ୍ରୀ। ତାହେଲେ ଏଇ ମୁକ୍ତାଗଡ଼ ରାଜ୍ୟର କୁଶଳ ସମାଚାର ଶୁଣି ଯାଆନ୍ତୁ ମହାରାଜ। କାଳ ବିଳମ୍ବ ନ କରି ଯଥାଶୀଘ୍ର ପ୍ରକାଶ କରିଯାଅ ମହାମନ୍ତ୍ରୀ। ଶୁଣି ଯାଅ ହେ ରାଜନ ମୋର ବଚନ, ହେ ଶୁଣି ଯାଅ ହେ ରାଜନ ମୁକ୍ତାଗଡ଼ ସମାଚାର, ମୁକ୍ତାଗଡ଼ ସମାଚାର করে বখান, হে শুনি যাও হে রাজন মোর বচন, হে শুনি যাও হে রাজন। নিশ্চয় মহিমা। অভাব নাহি রাজ্যরে সুখে দিন প্রজা চলে। নিশ্চয় মহিমা। ତମେ ଯାହା କହୁଛ ସବୁ ଯଥାର୍ଥ। চলে ধর্মর শাসন প্রজা আনন্দ মনরে প্রজা করুଛନ୍ତି জয়, প্রজা গাউଛନ୍ତି জয়। মণিমা জয়র গান, হে শুনি যাও হে রাজন মোর বচন, হে শুনি যাও হে রাজন। নিশ্চয়। আজ্ঞা রাজেশ্বর। ମହାମନ୍ତ୍ରୀ, ଆମ ମୁକ୍ତାଗଡ଼ର ସମସ୍ତ ପ୍ରଜାମାନେ ଅତି ଆନନ୍ଦରେ ଜୀବନ ଯାପନ କରିଛନ୍ତି। ଆଉ ଆଉ ସଦା ସର୍ବଦା ଆପଣଙ୍କର ଜୟଗାନ ମଧ୍ୟ କରୁଛନ୍ତି ମଣିମା। ଧନ୍ୟବାଦ ଧନ୍ୟବାଦ ମହାମନ୍ତ୍ରୀ, ତବକୁ ଅଶେଷ ଅଶେଷ ଧନ୍ୟବାଦ। ତବ ମୁଖ ଶୁଣି ମମ କିରତି ବୃଥାନ୍ତ ଆଜ୍ଞା। ଆନନ୍ଦରେ ଆଜି ଫୁଲି ଉଠି ଛାତି। ମହାମନ୍ତ୍ରୀ ଗୁଣବନ୍ତ। ଆଜ୍ଞା ରାଜେଶ୍ୱର। ଧନ୍ୟ ମହାମନ୍ତ୍ରୀ ତୁମରି ଭାରତୀ, ଧନ୍ୟ ତୁମର ଜୀବନ। ମହାମନ୍ତ୍ରୀ, ধন্য মহামন্ত্রী তুমরি ভারতী, ধন্য তুমর জীবন। ধন্য মহামন্ত্রী তুমরি ভারতী, ধন্য তুমর জীবন। তুম মুখ শুনি রাজ্যর বখাণী, তুম মুখ শুনি রাজ্যর বখাণী। হইলিয়া যে মু ধন্য, হইলিয়া যে মু ধন্য, ধন্য
ତୁମରି ଭାରତୀ ଧନ୍ୟ ତୁମର ଜୀବନ। ମହାମନ୍ତ୍ରୀ ଗୁଣବନ୍ତ, ଆଜ୍ଞା ରାଜେଶ୍ୱର। ମୋର ତ ଏଇ ପୂର୍ବ ଜନ୍ମର ସୌଭାଗ୍ୟ ମହାମନ୍ତ୍ରୀ। ମୁଁ ମୋ ଶାସନ କାଳରେ ତମ ଭଳି ଜଣେ ମନ୍ତ୍ରୀଟି ପାଇଛି। ଆଜ୍ଞା ମହାମନ୍ତ୍ରୀ, ରାଜେଶ୍ୱର। କେଉଁ ଜନ୍ମେ କେଉଁ କରିଥିଲି ପୁଣ୍ୟ, ଆଜି ମୁରା ଯେ ରାଜନ ତୁମ ସହଯୋଗ ଏ ମୁକ୍ତାଗଡ଼ରେ, ତୁମ ସହଯୋଗ ଏ ମୁକ୍ତାଗଡ଼ରେ କରୁଛି ରାଜ ଶାସନ। ମହାମନ୍ତ୍ରୀ, କେଉଁ ଜନ୍ମେ କେଉଁ କରିଥିଲି ପୁଣ୍ୟ, ଆଜି ମୁରା ଯେ ରାଜନ ତୁମ ସହଯୋଗ ଏ ମୁକ୍ତାଗଡ଼ରେ, ତୁମ ସହଯୋଗ ଏ ମୁକ୍ତାଗଡ଼ରେ କରୁଛି ରାଜ ଶାସନ। ସେହି ଦାରୁ ବ୍ରହ୍ମ ପତିତ ପାବନ, ସେହି ଦାରୁ ବ୍ରହ୍ମ ପତିତ ପାବନ, ଯାଲାକି ମୋ ସମାନ ସୁମନ୍ତକ ରେ ରଚନା। ଧନ୍ୟ ମହାମନ୍ତ୍ରୀ ତୁମରି ଭାରତୀ ଧନ୍ୟ ତୁମର ଜୀବନ। ଧନ୍ୟ ମହାମନ୍ତ୍ରୀ ତୁମରି ଭାରତୀ ଧନ୍ୟ ତୁମର ଜୀବନ। ମହାମନ୍ତ୍ରୀ ଗୁଣବନ୍ତ, ଆଜ୍ଞା ରାଜେଶ୍ୱର। ଦୀର୍ଘ ଦିନ ବିତି ଯାଇଛି ମହାମନ୍ତ୍ରୀ। ମୁଁ ଏ ମୁକ୍ତାଗଡ଼ ରାଜ୍ୟ ଭ୍ରମଣ କରି ସମସ୍ତ ପ୍ରଜାଙ୍କ ସୁଖ ଦୁଃଖ ବୁଝି ଆସିନି ମହାମନ୍ତ୍ରୀ। ତମେ ତ ଜାଣିଛ ମହାମନ୍ତ୍ରୀ, ମୋର ବର୍ତ୍ତମାନ ବୃଦ୍ଧ ଅବସ୍ଥା ଆସି ଉପସ୍ଥିତ ହୋଇସାରିଛି। ଆଉ ଏ ବୃଦ୍ଧ ଅବସ୍ଥାରେ ସମସ୍ତ ପ୍ରଜାଙ୍କ ସୁଖ ଦୁଃଖ ବୁଝିବା ହେଉଛି ମୋହରି କର୍ତ୍ତବ୍ୟ। ଏଣୁ ମୋ ମନ କହୁଛି, ମୁଁ ଆଜି ମୁକ୍ତାଗଡ଼ ରାଜ୍ୟ ଭ୍ରମଣ କରି ସମସ୍ତ ପ୍ରଜାଙ୍କ ସୁଖ ଦୁଃଖ ବୁଝି ବାହୁଡ଼ି ଆସିବି ଚଞ୍ଚଲେ। ଆପଣ ଉଚିତ ପ୍ରସ୍ତାବ ଆଗତ କରିଛନ୍ତି ଛାମୁ। ଆପଣଙ୍କ ବାକ୍ୟ କଲୁ ଆମେ ସମ୍ମତି ପ୍ରଦାନ। ତାହେଲେ ଆସ ମହାମନ୍ତ୍ରୀ, କାଲ ବିଳମ୍ବ ନ କରି ଆମେ ଯିବା ମୁକ୍ତାଗଡ଼ ରାଜ୍ୟର ରାଜମାର୍ଗକୁ। ନିଶ୍ଚୟ ରାଜେଶ୍ୱର। ତାହେଲେ ଯିବା ମହାମନ୍ତ୍ରୀ। ନିଶ୍ଚୟ ମଣିମା। ତାହେଲେ ଯିବା।
ओम जयंती मंगल काली भद्र काली कपालिनी दुर्गा क्षमा शिवा धात्री स्वाहा श्रद्धा नमस्तुते मागो माँ मोर इष्ट देवी माँ माँ मते घंटा घोड़े रखी था माँ घंटा घोड़े रखी था कली जुग कली जुग ए पृथ्वी हूँ गोटे रंगीन रंगमंच এই রঙিন রঙ্গমঞ্চরে আমি সমস্ত গোটিয়ে গোটিয়ে অভিনেতা এ দুনিয়াতে যাহানি এইটি অভিনয় করিয়া কিছু লাভ ନାହିଁ ନିଜର ବାସ୍ତବ ଜୀବନକୁ ସ୍ୱଭାବ ଗଢ଼ିବାକୁ ହେଲେ ବିସ୍ତାର କରିବାକୁ ହେଲେ ପ୍ରଥମେ ଶାସନ କରିବାକୁ ପଡ଼ିବ ମାଇ ନେମ୍ ଇଜ୍ ମହେଶ୍ୱର ଚମ୍ପତ ରାୟ ए महेश्वर एमिति परिवेश रे गढ़ा से निया ठारू अधिक तेज बिजुली ठारू अधिक बेग ए महेश्वर चक्रांत गोटे बुढ़ी आनी चलो चलो नुहे भाई महा चलो जे चलो थर पड़े से आउ बर्ती पारे ना ताकू बाघ भली हाउले हाउले मुंडटा थर बिगिड़ी गले कला हांडिया में घसे खड़ा खड़ी सहित वर्षा हो जाए मुंडटा थरे रागी गले मुंडटा थरे रागी गले रक्तर बन्या बही जाइबे रक्तर बन्या ए महेश्वर ना कल हुए सत हेले तठारु मध्य अधिक भयंकर साजी सैन्य चतुरंग फल रे साजी सैन्य चतुरंग फल रे नाना सन नाना रूप दिखाए रे साजी सैन्य चतुरंग फल रे आखिर देखिले पर नारी चुपति हीरा नीला मोती राज्य धन संपत्ति आखिर देखिले पर नारी युवती हीरा नीला मोती राज्य धन संपत्ति खाली टंका पाए मो पागल रे खाली टंका पाए मो पागल रे साजी खाली ढंका ढंका पाए नाना स्थान रे नाना रूप नहीं कौटी जोगेश्वर तो कौटी नागेश्वर आउ कौटी सिद्धेश्वर जोठी अवतार ने मो खाली ढंका पाए सब किसी करि पारे हेले हेले सुवर्णपुर राज्यर राजा माने मो बड़ मामू सत्यवंत राजा मते बहुत निम्न स्तर रे मते देखुथिले सेथिबाई मो ताको सबो दिन पाई रास्ता रु हटई देइछि आ रानी पद्मावती को मथो सबो दिन पाई ए सुवर्णपुर रु बाहर कर देइछि तमाने ऊपर को पठई देइछि এই রাজরানীকে মারি দেইথিলা সময় আম রাজ্যর রাজ পুরোহিত মানে নারায়ণ দাসটা দেখে দেইছিলা বলি তাকে মধ্য সবুদিন পাই
ପୁଆର ପାରିକୁ ହେଲେ ହେଲେ ଏଇ ସୁବର୍ଣ୍ଣପୁର ରାଜ୍ୟର ରାଜକୁମାରୀ ପୂଜାର କଣ ଅଛି ବା ମୋ ହୃଦୟଟା ତା ଉପରେ ଲାଗି ଯାଇଛି। এই রাজকুমারী পূজাকু মু এই সুবর্ণপুর রাজ্যর রাজরাণী করিবি মানে পাঠরাণী করিবি আর বিলাসিবি আনন্দ মনরে হেলে এই কার্যটা করিবাকু হেলে প্রথমে মো মামু মানে মো সান মামু চাণক্য চহটর সহিত সাক্ষাৎ করিবাকু পড়িব। তাহলে জয় মো মামুଙ୍କୁ ଟିକେ সাক্ষাৎ করে। ଏ ମହେଶ୍ୱର ନାଗ ନୁହେଁ ସତ ହେଲେ ତାଠାରୁ ମଧ୍ୟ ଅଧିକ ଭୟଙ୍କର ଏ ଜୀବନକୁ କରେ ହାଏ ଏ ଦୁନିଆକୁ କରେ ପାଏ। ଚାହଟରେ ମୋ ଗୋଟିଏ ଏମିତି ଅଭିଶପ୍ତ ମଣିଷ ଯେ ଏଇ ସୁବର୍ଣ୍ଣପୁର ରାଜ୍ୟ ରାଜ ସମ୍ପତ୍ତିଟାକୁ ହାସଲ କରିବା ପାଇଁ ଦିନେ ମୁଁ ମୋ ବଡ଼ ଭାଇଟାକୁ ହତ୍ୟା କରିଦେଇଥିଲି। ମୋ ବଡ଼ ଭାଇ ମାନେ এই সুবর্ণপুর রাজ্যর রাজা সত্যবন্তটাকু ও ভণজা মহেশ্বর সহিত মিশি ସବୁଦିନ ପାଇଁ ସଫା କରିଦେଇଥିଲି। ହେଲେ এই সুবর্ণপুর রাজ্যর রাজ পণ্ডিত নারাୟଣ ଦାସ ସବୁ ଦେଖି ଦେଇଥିଲା। ସେଇଥିପାଇଁ ସେଇ ପଣ୍ଡିତ ନାରାୟଣ ଦାସଟାକୁ ମଧ୍ୟ ସବୁଦିନ ପାଇଁ ସଫା କରିଦେଲେ। କିନ୍ତୁ এই ସୁବର୍ଣ୍ଣପୁର ରାଜ୍ୟ ରାଜ ସମ୍ପତ୍ତିଟା ଏବେ ମଧ୍ୟ ମୋ ହାତ ମୁଠାରେ ରହେ। କାରଣ ଏବେ ମଧ୍ୟ ମୋ ରାସ୍ତାରେ ଗୋଟିଏ କଣ୍ଟା ଯେଉଁଦିନ ପର୍ଯ୍ୟନ୍ତ ମୁଁ ସେଇ କଣ୍ଟାଟାକୁ ସଫା କରି ନ ଦେଇଛି এই ସୁବର୍ଣ୍ଣପୁର ରାଜ୍ୟ ରାଜ ସମ୍ପତ୍ତିଟା କେବେ ହେଲେ ମଧ୍ୟ ମୋର ହବ ନାହିଁ। ମୁଁ ଯେମିତି ହେଲେ ମଧ୍ୟ ମୋ ରାସ୍ତାରୁ କଣ୍ଟାଟାକୁ ହଟେଇ ଦେବେ। ହଁ, ମୋ ରାସ୍ତାର କଣ୍ଟା ହେଉଛି ସ୍ୱର୍ଗତ ମୋ ବଡ଼ ଭାଇର একমাত্র ঝিও পূজা। পূজাটাକୁ ମୁଁ ଯେମିତି ହେଲେ ମଧ୍ୟ ମୋ ଭଣଜା ମହେଶ୍ୱର ସହିତ କୂଟ ଚକ୍ରାନ୍ତ କରି ପୂଜାଟାକୁ ସବୁଦିନ। ମାମୁ ଏଇଠି ଏକୁଟିଆ ରହି କଣ ନିଜକୁ ନିଜେ କଥାବାର୍ତ୍ତା କରୁଛନ୍ତି ମାମୁ? ଆରେ ଭଣଜା ମାମୁ ମୁଁ ପରା ତୋ ବାଟକୁ ଅନେଇଥିଲି ରେ ବାପ। କଣ କହୁଛ ମାମୁ? ମୁଁ ମଧ୍ୟ
ତୁମକୁ ସାକ୍ଷାତ କରିବାକୁ ଆରେ ଭଣଜା କୁହ ମାମୁଁ। ଗୋଟିଏ ପରେ ଗୋଟିଏ କଣ୍ଟା ତୁ ସଫା କରି ଚାଲିଛୁ ରେ ବାପ। ହଁ ମାମୁଁ। ହେଲେ ଭଣଜାରେ ଏବେ ମଧ୍ୟ ଆମ ରାସ୍ତାରେ ଗୋଟିଏ କଣ୍ଟା। କ'ଣ କହୁଛ ମାମୁଁ? ଆମ ରାସ୍ତାରେ କଣ୍ଟା? କୁହ ମାମୁଁ, କିଏ ସେ କଣ୍ଟା? ସବୁଦିନ ପାଇଁ ତାକୁ ମଧ୍ୟ ରାସ୍ତାରୁ ହଟେଇ ଦେବି। ସେଥିପାଇଁ ଚିନ୍ତା କରୁଛନ୍ତି କାହିଁକି ମାମୁଁ? ଆରେ ଭଣଜା, ତୁ ଏଇ ସୁବର୍ଣ୍ଣପୁର ରାଜ୍ୟ ପାଇଁ ଦିନେ ତ ବଡ଼ ମାମୁଟାକୁ ହତ୍ୟା କରି ସାରିଛୁ। ହଁ ମାମୁଁ। ହେଲେ ଭଣଜାରେ ଏଇ ସୁବର୍ଣ୍ଣପୁର ରାଜ୍ୟ ରାଜ ସମ୍ପତ୍ତି ଏବେ ମଧ୍ୟ ଆମ ହାତ ମୁଠାରେ ନାହିଁ ରେ ଭଣଜା। କ'ଣ କହୁଛ ମାମୁଁ? ଆରେ ଭଣଜା, ଆମ ରାସ୍ତାରେ ଏବେ ମଧ୍ୟ କଣ୍ଟା। ଆରେ ମାମୁଁ କୁହ, କିଏ ସେ କଣ୍ଟା? କ'ଣ ତମେ ଯାହା କହୁଛ ମୁଁ କ'ଣ ସେ କଥା କରୁନି କି ମାମୁଁ? ଆରେ ଭଣଜା, ଆମ ରାସ୍ତାର କଣ୍ଟା ହେଉଛି ପୂଜା। ପୂଜା ଯଦି ବଞ୍ଚି ରହେ ତାହେଲେ ଦିନେ ନା ଦିନେ ତା ବାପାର ସମ୍ପତ୍ତିଟାକୁ ସେ ଅଧିକାର କରି ନେବ। ଏ କ'ଣ କହୁଛ ମାମୁଁ? ଅରେ ଭଣଜା, ସେଇଥିପାଇଁ ତୁ ଯେତେ ଶୀଘ୍ର ପାରୁଛୁ ପୂଜାଟାକୁ ରାସ୍ତାରୁ ହଟେଇ ଦେ। ଆଉ ପୂଜାଟାକୁ ରାସ୍ତାରୁ ହଟେଇ ଦେଲେ ଏଇ ସୁବର୍ଣ୍ଣପୁର ରାଜ୍ୟ ରାଜ ସମ୍ପତ୍ତିଟା ଆମର ହେଇଯିବ ରେ ଭଣଜା। ନାଇଁ ମାମୁଁ, ନାଇଁ ନାଇଁ ନାଇଁ, ଏ କ'ଣ କହୁଛ ମାମୁଁ? ପୂଜାଟା ଆମ ରାସ୍ତାରେ କଣ୍ଟା? ନାଇଁ ମାମୁଁ, ନାଇଁ 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 ନାଇଁ, ଏ ପୂଜାକୁ ପରା ମୁଁ এই সুবর্ণপুর রাজ্যরে তাকে পাটরাণী করবি বলে ভাবুছে। আউ তুমি কହୁଛ এই পূজাକୁ রাস্তাରୁ হটাই দেবাকু? নাই মামু, নাই নাই নাই, সেই কথা কেবে ବି ହେଇପାରିବନି। ତମେ ସେ କଥାଟା ଭୁଲି ଯାଅ। আরে ভণজা, তাহলে তু পূজাটাକୁ এই সুবর্ণপুর রাজ্যরে পাটরাণী করিবার স্বপ্ন দেখুছু? পূজাକୁ ମୁଁ ବହୁତ ଭଲ ପାଏ ମାମୁ, ବହୁତ ଭଲ ପାଏ। হেলে ভণজারে পূজা তোতে ঘৃণা করে রে ভণজা। କ'ଣ କହୁଛ ମାମୁ? আরে ভণজা, তু কোন জানিছু? পূজা মতে কহে তু কুয়াড়ে গোটে এ সুবর্ণপুর রাজ্যর চাকর রে ভণজা। ନାଇଁ ମାମୁ, ନାଇଁ ନାଇଁ ନାଇଁ, ମୁଁ କେବେ ବି ବିଶ୍ୱାସ କରିପାରିବିନି ତମେ ସେ ପୂଜାଟା ମୋ ବାବଦରେ ଏମିତି କହିବ। ନାଇଁ ମାମୁ, ନାଇଁ 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 ନାଇଁ। আরে ভণজা, তাহলে কোন তোর এই সান মামু তোতে কহুছি? এইটা মু কহুনি রে বাপ, পূজা কহে তু কুয়াড়ে গোটে সুবর্ণপুর রাজ্যর চাকর রে ভণজা। মামু, এই মহেশ্বর মଣିଷ কম, ଶାଗୁଣା ବେଶୀ, କଥା କମ, ମାଡ଼ ବେଶୀ। ଏ ମହେଶ୍ୱର ହାରିବା ଶିଖିଲି ମାମୁ, ଶିଖିବା ହିଁ ତା ଲକ୍ଷ୍ୟ। ଆଉ ସେ ଲକ୍ଷ୍ୟ ପୂରା କରିବା ପାଇଁ ମୁଁ ସବୁ ସୀମା ଲଙ୍ଘନ କରିଯାଏ, ଆଉ ସେ ଲକ୍ଷ୍ୟର ଗନ୍ତବ୍ୟ ସ୍ଥଳକୁ ହାସଲ କରିନିଏ। ଯଦି ସେ ପୂଜାଟା ମୋ କଥାରେ ରାଜି ନ ହୁଏ ତାହେଲେ ତା ମା ବାପାକୁ ଯେମିତି ଉପରକୁ ପଠେଇ ଦେଇଛି ସେମିତି ତାକୁ ମଧ୍ୟ ଉପରକୁ ପଠେଇ ଦେବି। ସଂକୋଚ କରିବିନି ମାମୁ, ସଂକୋଚ କରିବିନି, ବୁଝିଲ? ମହେଶ୍ୱର ତମେ ଆରେ ପୂଜା, ची 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 ମହେଶ୍ୱର, ତମେ ସେଇ ମହେଶ୍ୱର ନା ଯେ କି ଅସହାୟ ରୋଗୀଣା ବ୍ୟକ୍ତି ବୋଲି ମତେ ପରିଚୟ ଦେଇ ମନେ ମନେ ଭଲ ପାଇବାକୁ ବସିଥିଲ? ତମେ ସେଇ ମହେଶ୍ୱର ନା ଜଣେ ଭଦ୍ରଲୋକ ବୋଲି ମତେ କଥା ଦେଇ ବିବାହ ପାଇଁ ମତେ ବାଧ୍ୟ କରିଥିଲ? ଜାଣିଛ ଜାଣିଛ ତମେ ତମେ ପାଗଳ ହେଇଯାଇଛ ବୋଲି ମୁଁ ଏଇ ମନ୍ଦିର ସେଇ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରି ନିଜେ ବି ପାଗଳି ହେବା ପାଇଁ ବସିଥିଲି। ଶେଷରେ ତମେ ମତେ ଏଇଆ ଦେଲ। ଆଉ ତମେ ମୋର ସେଇ ସାନ ବାପା ନା
ପିଲାଟି ଦିନରେ ବାପା ମାଆର ପାଲିକ ଚାଲିଗଲା ପରେ ଆଶ୍ରୟ ନେଇଥିଲି ତମରି ନିକଟରେ। ମୁଁ କଣ ତମର ଝିଆରୀ ନ ହେଇ ନିଜ ଝିଅ ହେଇଥାନ୍ତି? ତାଇଲେ ଶେଷରେ ତମେ ମୋ ସାଙ୍ଗରେ ଏଇଆ କରିଥାନ୍ତ। लो पूजा এইটা ସବୁ ତୋ ବାପା ପାଇଁ ହିଁ ହେଲା ଲୋ। ସାନ ବାପା ତୋ ବାପା କାହିଁକି ମତେ ମୋ ପିତୃ ଅର୍ଜିତ ସମ୍ପତ୍ତିରୁ ବଞ୍ଚିତ କରିଦେଇଥିଲା ଲୋ। ସାନ ବାପା ଆଲୋ ପୂଜା ମୋ ପାଖରେ ସମ୍ପତ୍ତି ନଥିଲା ବୋଲି ତୋ ବାପା ମତେ ଘୃଣା କରୁଥିଲା ଲୋ। ସାନ ବାପା ନିଜ ସାନ ଭାଇକୁ ଘୃଣା କରୁଥିଲା। ଆଲୋ ପୂଜା ତୋ ବାପା ନଜରରେ ମୁଁ ଥିଲି ଗୋଟିଏ ଅଦରକାରୀ ମଣିଷ। ନାଇଁ ସାନ ବାପା ଆଲୋ ପୂଜା এই দুনিয়ারে সম্মান পাইବାକୁ ହେଲେ ସମ୍ପତ୍ତି ଦରକାର। ମୋ ପାଖରେ ତ ସେଇ ସମ୍ପତ୍ତି ନଥିଲା ଲୋ। ସେଇଥିପାଇଁ ତୋ ବାପାଟାକୁ ସବୁଦିନ ପାଇଁ ସଫା କରିଦେଇ ତୋ ବାପାର ସମସ୍ତ ସ୍ଥାବର ସମ୍ପତ୍ତିକୁ ମୁଁ ମୋ ହାତ ମୁଠାକୁ ନେଇ ଆସିଲି ଲୋ। ଆଉ ଆଜି ହେଇଯାଇଛି ମୁଁ ଏ ସମାଜର ଗୋଟିଏ ପ୍ରତିଷ୍ଠିତ ମଣିଷ। ଆଲୋ ପୂଜା ତୁ ଯଦି ବଞ୍ଚି ରହୁ ତାହେଲେ ଦିନ ନା ଦିନ ତୋ ବାପାର ସମ୍ପତ୍ତିଟାକୁ ତୁ ଅଧିକାର କରିନେବୁ। ମୁଁ ସେଇଆ କରିବାକୁ ଦେବିନି ଲୋ। ତୋତେ ମଧ୍ୟ ସଫା କରିଦେଇ ମୁଁ ହେଇଯିବି ଏଇ ସୁବର୍ଣ୍ଣପୁର ରାଜ୍ୟର ଏକମାତ୍ର ଉତ୍ତରାଧିକାରୀ ଲୋ। ରୁହ ମାମୁ ରୁହ ରୁହ। ହ୍ୟାଲୋ ଏ ପୂଜା ପୂଜା ମୁଁ ତୁମକୁ ବହୁତ ଭଲ ପାଏ ପୂଜା, ବହୁତ ଭଲ ପାଏ। ଏ ମାମାଙ୍କ କଥା ଶୁଣନି ମାମୁ। ହ୍ୟାଲୋ ଏ ପୂଜା ମୁଁ ଏ ସୁବର୍ଣ୍ଣପୁର ରାଜ୍ୟରେ ପାଠରାଣୀ କରିବି ଲୋ, ପାଠରାଣୀ କରିବି। ତୁମର କିଛି ହବନି ମାମା, କିଛି ହବନି ବୁଝିଲ। ଚୁପ କର। ବହୁତ ହେଇଗଲା ତମର ଅଭିନୟ, ବହୁତ ଅଭିନୟ କଲା ତମେ। ତମେ ମାନେ ମୋ ସାଙ୍ଗରେ ବିଶ୍ୱାସଘାତକ କରିଛ, ମୋ ବିଶ୍ୱାସରେ ବିଷ ଦେଇଛ। ତମେ ମାନେ ମୋ ବାପା ମାଙ୍କୁ ହତ୍ୟା କରିଛ, ମୋ ବାପା ମାଙ୍କୁ ହତ୍ୟା କରିଛ। ମୁଁ ତମମାନଙ୍କୁ କାହାରିକୁ ଛାଡ଼ିବିନି, କାହାରିକୁ ଛାଡ଼ିବିନି। ଯୋଉ ନିଆଁରେ ଜଳିପଳି ପାଉଁଶାଇବା ପାଇଁ ମତେ କହୁଥିଲ ନା, ସେ ନିଆଁରେ ତମେ ମାନେ ଜଳିପଳି ପାଉଁଶା ହେଇଯିବ। ମୁଁ ତମମାନଙ୍କୁ କାହାରିକୁ ଛାଡ଼ିବିନି, କାହାରିକୁ ବି ଛାଡ଼ିବିନି। ତାମାନେ କାହାରିକୁ ଛାଡ଼ିବିନି। ଆମ ଦୁଇ ଜଣଙ୍କ କଥା ସବୁ ଶୁଣି ନେଇଛୁ। ହଁ ମୁଁ ତମର ସବୁ କଥା ଶୁଣି ଯାଇଛି, ମୁଁ ତମର ସବୁ କଥା ଜାଣିପାରୁଛି। ହ୍ୟାଲୋ ଏ ପୂଜା ତା ଘର ଜନ୍ତା ଭିତରେ ପଶି ଯାଇଛୁ। ବାହାରି ଯିବାଟା ଏତେ ସହଜ କଥା ନୁହଁ। ତୁ ଯଦି ମୋ କଥାରେ ରାଜି ନା ହଉ ତାହେଲେ ଏଇଠି ପିଟି ପିଟି ଶେଷ କରିଦେବି, ଶେଷ କରିଦେବି। ଆଲୋ ମୋ କଥାରେ ରାଜି ହୋଇଯା। ଭଣଜାରେ ଆମୋ ପୂଜାଟା ଯେତେବେଳେ ସବୁ ଜାଣି ସାରିଛି ସେ ତ ଏ ସୁବର୍ଣ୍ଣପୁର ରାଜ୍ୟର ପ୍ରଜାବାସୀଙ୍କ ଆଗରେ ପ୍ରକାଶ କରିବରେ ଭଣଜା। এই সুবর্ণপুর রাজ্যর প্রজাবাসী যেতবেলে জানিଯିবে তাহলে আমি কোন এই সুবর্ণপুর রাজ্যরে রহি পারিবারে ভণজা। এই কথা হয়ে পারিবনি মামু। আলো ভণজা মামু হ্যালো এ পূজা ମୋ କଥାରେ ରାଜି ହୋଇଯା। ଯଦି ରାଜି ହେବୁନି ତୋତେ ଏଇଠି ପିଟି ପିଟି ଏଇଠୁ ସବୁଦିନ ପାଇଁ କାରାଗାରରେ ବନ୍ଦୀ କରି ରଖିବି। ଯେଉଁଦିନ ମୋ କଥାରେ ରାଜି ହେବ ସେଇଦିନ এই কালো কোঠরির ভিতরু তোতে বাহার করিবি, বুঝিলু। ମୁଁ ତମ କଥାରେ ରାଜି ହେବିନି। ତମେ ମାନେ ମୋ ବାପା ମାଙ୍କୁ ହତ୍ୟା କରି ଯାଇଛ। ମୁଁ ତମ କଥାରେ ଜମାରୁ ବି ରାଜି ହେବିନି, ଜମାରୁ ହେବିନି, ଜମାରୁ ବି। କ'ଣ କହିଲୁ? ହେଲେ
ମାମୁଁ ସେ ମୋତେ ଧୋକା ମାରିକି ଚାଲିଗଲା ମାମୁଁ ଯେମିତି ହେଲେ ତାକୁ ଧରିବାକୁ ପଡ଼ିବ ମାମୁଁ ନହେଲେ ଆମର ଖେଳଟା ସେ ସମାପ୍ତ ହେଇଯିବ ମାମୁଁ ଚାଲ ମାମୁଁ हे भगवान हे प्रभु शिव शंकर हे भोले शंकर हे राक्षस कमल मत रक्षा कर प्रभु हे राक्षस कमल मत रक्षा कर से बाबू से मैंने मो बापा को हत्या कर देती संपत्ति लोभरे मत मारिबा पैसा चेष्टा कर देती मत रक्षा कर प्रभु मत रक्षा कर कौन करबी कुआड़े जीवी से मैंने बापा के बजे गड़े आसंती कौन करबी हाँ हाँ से माँ दुर्गा मंदिर देखी जाऊँगी मुझे मंदिर रेलुची जीवी हाँ हाँ मुझे मंदिर रेलुची जीवी अरे मामू यही रास्ता तो इनके आसीथिला हेले से गला खुआड़े मामू हेले से गला खुआड़े कोठी मध्य दिसुनी मामू अरे मामू एबे कौन करबा मामू अरे भणजा तू सामान्य गोटे टोकीटाकू मारी पारिलुनी देख तोर जीवन कौन मु ते पिलाटी दिनरू एया शिखई रे भणजा अरे भणजा महेश्वर पूजाटा को तू जमीती हेले खोजिकी बाहर करिबू नहले ता बापार समस्त संपत्तिटा को से दिने ना दिने अधिकार करिनेब बुझिलु तो भणजा काहे के एते चिंता करूछन कहमा से सामान्य गोटे स्त्री लोकटा से आमर किसी भी क्षति कर किसी भी क्षति कर बुझिल अरे मामू माछटा सीना जालू खसी जाइए मामू हेले पोखरी भितर तो अच्छी मामू पोखरी भितर तो अच्छी दिने ना दिने जाल को आसब निश्चय से चिंता करुँच कहीं मामू एबे सुवर्णपुर जेते भी धन संपत्ति राज सिंहासन सब आमर मामो आमर एबे पिलाती घरे एई सुवर्णपुर राज्य रे आमे अधिकार करी उपभोग करिबा मामो उपभोग करिबा ओ मामो एबे आमर केही भी किसी क्षति करि पारिबेनी एबे आमे आराम रे सुवर्णपुर राज्य रे शासन करिबा शासन हेले जीवा मामू एबे आमे सुवर्णपुर राज्य को आम राज दरबार को जीवा को हबो हेलो मामू ए महेश्वर ना कौन है सत हेले तठारी मध्य अधिक भयंकर ए जीवन को करे ए दुनिया को करे माँ दुर्गा तो नाचनी दुर्गा माँ आज तो मंदिर मत आश्रय दे तुम जीवन तू बचाई देलु माँ आज तुम जीवन तू बचाई देलु नहले से पापी माने मत जीवन रे मारी दे थांते मत जीवन रे मारी दे थांते कौन करबी माँ
से माने तो मो बापा मां को हत्या करी दे जंती संपत्ति लोभरे मते मारिबा पाई चेष्टा करू जंती जाक मुनिचा लोक बोली भाबुतिली से माने आज मते परसाजी दांडरे भिकारी रास्ता कोले छाड़ी देले हेले मु कान करिबी मां मु कान करिबी आज तो मंदिर रे आश्रय दे मते मो जीवन रखिलु हेले तू मते आज रास्ता देखाओ मां आज तू रास्ता देखाओ ए दुनिया रे मोरे केही नाहंती केही भी नाहंती मु कहा पाकर जाई आश्रय नेबी कहा को कहे भी मो दुखर कथा किए शुणी बाबा अंतर वेदना माँ थिलेस न जानी था झीर दुख हेले किए जानी मो दुख मु कहा को कहे भी मो दुखर कहानी कहा पाकर जाई मो दुख को बांटी भी मो माँ तो जन्म करी आर पाली को चली गला माँ मु हवे तो कष्ट सही पारिबिनी माँ सेही पापी माने मते केते बार मारी जाती जेमिति कि मु भलरे चिड़ा भी हेई पारुनी मु काण करबी माँ मते तू तो कल को नहीं जा माँ मते तो कल को नहीं जा मु एमिति कमाणी साजे मु कुआरे भी हेई पारिलिनी कुआरे भी हेई पारिलिनी भगवान आज मु तुमको हाथ जोड़ी नेउरिया होची प्रभु
मते तुम्हें रास्ता देखा प्रभु तमे मते रास्ता देखा से पापी माने तो मो पछे पछे गोड़े आसचंती जदि मो ए रास्ता रे जीवी मते जीवन रे मारी देबे जदि ए रास्ता रे जीवी से पटे नई पहाड़ पाख भालू मते खाई जीवे ए रास्ता रे गले से झरण रे पानी रे मु कुआरे जीवी प्रभु मु कुआरे जीवी मु किछि भी जानी पारुनी कौन करिबी ना 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 जेमिति हेले भी मु बंचिबी मु मो भाग्य को नहीं कुआरे चाली जीवी हाँ मो मो भाग्य को नहीं कुआरे चाली जीवी जनमर बंधु चारियारे ସମୟର ଦାସ ସମୟର ଦାସ वर्तमान आम्भे मुक्तागढ़ राज्यर राजमार्ग निश्चय मणिमा महामंत्री तमे देखि पारुछ महामंत्री मो मुक्तागढ़ राज्यर समस्त प्रजा आज एठी निज निज परिवार को ने केते आनंद उल्लास रे जीवन यापन करचंती निश्चय महाराज हेले महामंत्री आज ए प्रजावासी जानी ए कथा जानी आश्चंबित हे जाउछंती जे ए मुक्तागढ़ राज्य को जे शासन करी आसु अछि ताहार कोनोसी परिवार बोली नाही महामंत्री महामंत्री गुणवंत आज्ञा राजेश्वर तमे तो जानिछ महामंत्री मु विवाह करिथिले कर्नाटक राजकन्या सुषमा को हाँ मणिमा विवाहर अनेक वर्ष गला परे विवाहर अनेक वर्ष बीती गला परे अनेक व्रत उपासना करी सुषमा एक कन्या रत्न को जन्म करथिले से कथा सत महामंत्री तापर कौन होइतिला से कथा तमे जानिछ ना महामंत्री आज्ञा राजेश्वर जे समय रे कन्या रत्न एक जन्म होइतिला से समय रे मो प्राण प्रिया सुषमा मते छाड़ी चली जाइतिले आर बारीकु से दिगिरे मो दुख जाई नथिला महामंत्री
ଯେଉଁ ସମୟରେ ମୋ ଝିଅ ଅର୍ଚ୍ଚନାକୁ ମାତ୍ର 5 ବର୍ଷର ହୋଇଥିଲା, ଆଜକୁ ପ୍ରାୟ 12 ବର୍ଷ ବିତି ଯାଇଛି ମହାମନ୍ତ୍ରୀ। ନିଶ୍ଚୟ ମଣିମା। ମୋ ଝିଅ ଅର୍ଚ୍ଚନା ମୋତେ ଛାଡ଼ି ଆର ପାରିକୁ ଚାଲି ଯାଇଛି। କଣ କରିବି ମହାମନ୍ତ୍ରୀ, କେତେ ଦୁଃଖ ସହିବି। କଥାରେ ଅଛି, ଦୈବ ଦୌଡ଼ି ମଣିଷ ଗାଇ ଯେଣିକି ତାଣିଲେ ତେଣିକି ଯାଇ। ସବୁ ସେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଇଚ୍ଛା। କାରଣ ତାଙ୍କ ଇଚ୍ଛା ବିରୁଦ୍ଧରେ ଏଠି ପତ୍ରଟି ମଧ୍ୟ ହଲେନି ମହାମନ୍ତ୍ରୀ। ମହାମନ୍ତ୍ରୀ, ମୁଁ ଆଉ କଣ କହିବି ମଣିମା? କର୍ମ ଆଦରି ସହି ଦୁଃଖ କେବେ ହେ ନ ହେବ ବିମୁଖ। ହେଲେ ମହାମନ୍ତ୍ରୀ, ମଣିଷ ଯାହା ଚାହେଁ ତାହା କେବେ ମଧ୍ୟ ହୁଏ ନାହିଁ। ହେଲେ ଯାହା ପ୍ରଭୁ, ମହାମନ୍ତ୍ରୀ, ଯାହା ସେଇ ଜଗତର ନାଥ ଜଗନ୍ନାଥ ଚାହାନ୍ତି ତାହା ହିଁ ସବୁ। ହେଲେ ମହାମନ୍ତ୍ରୀ, ନିଜର ଭାଗ୍ୟକୁ ଆଦରି ସବୁ ଦୁଃଖକୁ ସହିବାକୁ ହୁଏ ମଣିମା। ମହାମନ୍ତ୍ରୀ, ଆଜ୍ଞା। ଅତୀତର କଥାରେ ମୋର ଏତେ ଦୁଃଖ ନାହିଁ ମହାମନ୍ତ୍ରୀ। ମୁଁ ହେଉଛି ଏ ରାଜ୍ୟର ରାଜା। ଏ ମୁକ୍ତାଗଡ଼ ରାଜ୍ୟର ସମସ୍ତ ପ୍ରଜା ହେଉଛନ୍ତି ମୋ ନିଜ ପରିବାର। ନିଶ୍ଚୟ ମଣିମା। ମହାମନ୍ତ୍ରୀ, ମୋ ଅନ୍ତେ ମୁକ୍ତାଗଡ଼ ରାଜ୍ୟକୁ ଶାସନ କରିବା ଭଳି କୌଣସି ଉତ୍ତରାଧିକାରୀ ଆଜି ମୋ ପାଖରେ ନାହିଁ ମହାମନ୍ତ୍ରୀ। ମୋ ଅନ୍ତେ ମୁକ୍ତାଗଡ଼ ରାଜ୍ୟର ପ୍ରଜାବାସୀଙ୍କର କଣ ହେବ, ମୁଁ କିଛି ଭାବିପାରୁନି ମହାମନ୍ତ୍ରୀ। ଆଜ୍ଞା ରାଜେଶ୍ୱର, ଆପଣ ଯଦି ଆଦେଶ ଦେବେ ତାହେଲେ ଆପଣଙ୍କ ପାଖରେ କିଛି ସନ୍ଦେଶ ପ୍ରକାଶ କରିବୁ। ମହାମନ୍ତ୍ରୀ, ତମ ପାଖରେ ଯାହା ସନ୍ଦେଶ ଅଛି ଯଥାଶୀଘ୍ର ମୋ ଆଗରେ ତମେ ପ୍ରକାଶ କରିଯାଅ ମହାମନ୍ତ୍ରୀ। ଆଜ୍ଞା ରାଜେଶ୍ୱର, ଏଇ ମୁକ୍ତାଗଡ଼ରେ ଆପଣଙ୍କର ସୁଶାସନକୁ ଦେଖି ଆମ ମୁକ୍ତାଗଡ଼ର ଅନେକ ଯୁବକମାନେ ସଦା ସର୍ବଦା ଆପଣଙ୍କ ହେବା ଭଳି ଚେଷ୍ଟା କରୁଥିଲେ ମଣିମା। ମହାମନ୍ତ୍ରୀ, ଏ କଥା ଆମର କର୍ଣ୍ଣଗୋଚର ହୋଇଥିଲା। ହେଲେ ମହାମନ୍ତ୍ରୀ, ତମ କହିବା କଥା ମୁଁ କିଛି ବୁଝିପାରୁନି ମହାମନ୍ତ୍ରୀ। ମହାରାଜ, ସମୟ ଅନୁପାତରେ ଯଦି ଏ ମୁକ୍ତାଗଡ଼ ରାଜ୍ୟର ଯେକୌଣସି ଯୁବକ ଆପଣଙ୍କ ରାଜ୍ୟର ଶାସନ ଦାୟିତ୍ୱ ଗ୍ରହଣ କରନ୍ତି ତାହେଲେ କିପରି ହୁଅନ୍ତା ମଣିମା? ମହାମନ୍ତ୍ରୀ, ତମେ ତାମାନେ କହୁଛ ମୋ ମୁକ୍ତାଗଡ଼ ରାଜ୍ୟର କେଉଁ ଏକ ପ୍ରଜା ଦିନେ ନା ଦିନେ ଏ ରାଜ୍ୟ ଭାର ସମ୍ଭାଳିବ, ଏ କଥା ତମେ କହୁଛ ମହାମନ୍ତ୍ରୀ। ଆଜ୍ଞା ରାଜେଶ୍ୱର, ରାଜାଙ୍କର ପରମ କର୍ତ୍ତବ୍ୟ ଯେ ରାଜ୍ୟର ସମସ୍ତ ପ୍ରଜାମାନେ ଆନନ୍ଦରେ ଜୀବନ ଯାପନ କରୁଛନ୍ତି, ହଁ ମହାମନ୍ତ୍ରୀ। ପ୍ରଜାମାନଙ୍କର ଦୁଃଖ ସୁଖରେ ସବୁବେଳେ ସହଭାଗ ହେବା। ମହାମନ୍ତ୍ରୀ, ଆଜ୍ଞା ରାଜେଶ୍ୱର, ତମ କହିବା କଥାରେ ଯଦି ଏ ମୁକ୍ତାଗଡ଼ ରାଜ୍ୟର କେଉଁ ଏକ ପ୍ରଜା ଯଦି ଏ ରାଜ୍ୟ ଭାର ସମ୍ଭାଳିବ ତାହେଲେ ଏହା ତ ମୋର ସୌଭାଗ୍ୟ ମହାମନ୍ତ୍ରୀ। ଆଜ୍ଞା ରାଜେଶ୍ୱର, ମହାମନ୍ତ୍ରୀ ଗୁଣବନ୍ତ, ଆପଣଙ୍କ ପାଖରେ ରହିଥିବା ସେଇ ସତ୍ୟ, ଶାନ୍ତି, ଦୟା, କ୍ଷମା ଏସବୁ ଆପଣଙ୍କ ପାଖରେ ଦେଖି ସମସ୍ତେ ଆନନ୍ଦରେ ବିଭୋର ହୋଇଯାଆନ୍ତି। ମହାମନ୍ତ୍ରୀ ଗୁଣବନ୍ତ, ଆଜ୍ଞା ରାଜେଶ୍ୱର, ମୁଁ ହେଉଛି ଏ ମୁକ୍ତାଗଡ଼ ରାଜ୍ୟର ରାଜା। ଏ ମୁକ୍ତାଗଡ଼ ରାଜ୍ୟର ସମସ୍ତ ପ୍ରଜା ହେଉଛନ୍ତି ମୋ ନିଜ ପରିବାର। ନିଶ୍ଚୟ ଆଉ ମଣିମା। ମୋ ମୁକ୍ତାଗଡ଼ ରାଜ୍ୟର କେଉଁ ଏକ ପ୍ରଜା ଯଦି ଏ ରାଜ୍ୟ ଭାର ସମ୍ଭାଳିବ ସେଥିରୁ ତ ଆଉ ଖୁସିର ବିଷୟ କିଛି ନାହିଁ ମହାମନ୍ତ୍ରୀ। ଆଜ୍ଞା ରାଜେଶ୍ୱର, ମହାମନ୍ତ୍ରୀ ଗୁଣବନ୍ତ, ମଣିମା। ଶାନ୍ତି ଲାଗେ ଶୁଣି ମନ୍ତ୍ରୀ, ଶାନ୍ତି ଲାଗେ, ଶାନ୍ତି ଲାଗେ ଶୁଣି ମନ୍ତ୍ରୀ ତୁମର ଏ ଗିରହ। ଶାନ୍ତି ଲାଗେ ମନ ମୋର, ଶାନ୍ତି ଲାଗେ ମନ ମୋର, ଖୁସି ଲାଗେ ମନ ମୋର। ପୁରୁଣା ସ୍ମୃତିକୁ ଆଉ ପୁରୁଣା ସ୍ମୃତିକୁ ଆଉ ନ କରିବି ତାର ହୋ। ଶାନ୍ତି ଲାଗେ ମନ ମୋର, ଶାନ୍ତି ଲାଗେ ମନ ମୋର, ଶାନ୍ତି ଲାଗେ ମନ ମୋର। କିଏ ତମେ? ପୁଣି ଏମିତି ଅନ୍ୟ ମନସ୍କ ହେଇ ତମେ ଦୌଡ଼ିଛ କାହିଁକି? ଆରେ ମା କିଏ ତୁମେ? ଦେଖନ୍ତୁ, ମୋ ନାଁ ହେଉଛି ପୂଜା। ଏଇ ସୁବର୍ଣ୍ଣପୁରରେ ମୋ ଘର।
ତମ ନା ପୂଜା ହଁ ମହାରାଜ ପୁଣି ସେ ସୁବର୍ଣ୍ଣପୁରରେ ତମ ଘର ହଁ ମହାରାଜ ହେଲେ ତମେ ଏମିତି ଅନ୍ୟମନସ୍କ ହେଇ ତମେ ଦୌଡୁଛ କାହିଁକି ସେ ଦି ଜଣ ମୋ ପଛେ ପଛେ କରି ଆସିଛନ୍ତି ମହାରାଜ ସେମାନେ ମତେ ଜୀବନରେ ମାରିଦେବେ ସେମାନେ ମତେ ଜୀବନରେ ମାରିଦେବେ ଏଠି କେହି ମଧ୍ୟ ଦେଖାଯାଉନାହାନ୍ତି। ହଁ ମା ତମ ପଛରେ ତ କେହି ଦେଖାଯାଉନାହାନ୍ତି ମହାରାଜ ଆପଣ ମାନଙ୍କୁ ଦେଖି ବୋଧେ ସେମାନେ କୋଉଠି ଲୁଚି ଯାଇଥିବେ ହେଲେ ମା ସେମାନେ କିଏ ଆଉ ତମକୁ ଜୀବନରେ ମାରିଦେବା ପାଇଁ କାହିଁକି ପ୍ରୟାସ କରୁଛନ୍ତି ଆରେ ଏ ମା ତମ ଦୁଃଖର ବିଷୟ ଯଦି ମୋ ଆଗରେ ପ୍ରକାଶ ନ କଲେ ମୁଁ କେମିତି ବୁଝିପାରିବି ମା ସେ ସବୁ ଅନେକ କଥା ଅଛି ମହାରାଜ ତଥାପି ଆପଣ ଏତିକି ଜାଣନ୍ତୁ ସମ୍ପତ୍ତି ଲୋଭରେ ମୋ ସାନ ବାପା ଓ ମୋ ମାମୁଙ୍କ ପୁଅ ମିଶି ମୋତେ ଜୀବନରେ ମାରିଦେବା ପାଇଁ ଚାହୁଁଛନ୍ତି ଏ ତମେ କଣ କହୁଛ ମା ମୁଁ ସତ କହୁଛି ମହାରାଜ ହେଲେ ମା ତମ ବାପା ମା ହେ ଭଗବାନ ଆରେ ଏ ମା ତମେ କାନ୍ଦନି ମା ଭଗବାନ ଯେତେବେଳେ ତମକୁ ଆମ ପାଖକୁ ପଠେଇଛନ୍ତି କିଛି ନା କିଛି ରାସ୍ତାଟେ ରଖିଛନ୍ତି ନିଶ୍ଚୟ କହ ମା ତମ ବାପା ମା କୁଆଡେ ଗଲେ ମୋ ବାପା ମା ଆଉ ଏ ଦୁନିଆରେ ନାହାନ୍ତି ମହାରାଜ ମହାମନ୍ତ୍ରୀ ସେଇ ପାପୀ ମାନେ ମୋ ବାପା ମାଙ୍କୁ ହତ୍ୟା କରିଦେଇଛନ୍ତି ଆଉ ସମ୍ପତ୍ତି ଲୋଭରେ ମତେ ମାରିବା ପାଇଁ ଚେଷ୍ଟା କରି ତମେ ଶୁଣି ପାରୁଛ ମହାମନ୍ତ୍ରୀ ଏ ଝିଅ କଣ କହୁଛି ସେ କଥା ତମେ ଶୁଣି ପାରୁଛ ନା ଏ ଟିକିଏ ସମ୍ପତ୍ତି ପାଇଁ ନିଜର ରକ୍ତର ସମ୍ପର୍କକୁ ଭୁଲି ଯାଇ ତା ସାନ ବାପା ତା ବାପାଙ୍କୁ ହତ୍ୟା କରିଦେଇଛି କଣ ଆଉ କହିବୁ ମଣି ଅଳ୍ପ କିଛି ସମ୍ପତ୍ତି ପାଇଁ ଭାଇ ଭାଇର ସମ୍ପର୍କକୁ ନ ବୁଝି ଆଉ କଣ ସମସ୍ତେ ପଥର ପାଲଟି ଯାଇଛନ୍ତି ମଣିମା କେବଳ ସମ୍ପତ୍ତି ଲୋଭରେ ଅନ୍ଧ ହୋଇ ଯାଇଛନ୍ତି ଏ ହେଉଛି ସମ୍ପୂର୍ଣ୍ଣ କଲିଯୁଗ ଆଉ ଏ କଲିଯୁଗର ମଣିଷ ମାନେ କେବଳ ସେ ଟଙ୍କା ପାଇଁ ପାଗଳ ଏ ଟିକେ ଧନ ସମ୍ପତ୍ତି ପାଇଁ ନିଜର ରକ୍ତର ସମ୍ପର୍କକୁ ଭୁଲି ଯାଇ ନିଜ ସାନ ଭାଇ ଯଦି ନିଜ ବଡ ଭାଇକୁ ହତ୍ୟା କରିଦେଉଛି ଏଠି ଆଉ ଧର୍ମର କିଛି ମାନେ ନାହିଁ ମହାମନ୍ତ୍ରୀ ଏ ମା ତମେ କାନ୍ଦନି ମା ତମେ ମନ ଦୁଃଖ କରନି ଏ ଶୈତାନ ମାନଙ୍କୁ ବିନାଶ କରିବା ପାଇଁ ଏ କଲିଯୁଗର ଶେଷ କାଳରେ ପରା ଭଗବାନ ନିଜେ ଅବତାର ନେଇ ସାରିଛନ୍ତି ତମେ ମନ ଦୁଃଖ କରନି ମା ହେଲେ ମା ତମେ ଏବେ କଣ କରିବାକୁ ଚାହୁଁଛ କଣ ଆଉ କରିବି ମହାରାଜ ଏ ଦୁନିଆରେ ତମର କେହି ନାହାନ୍ତି କଣ ଆଉ କରିବି ମୁଁ ନା ମୋ ଭାଗ୍ୟକୁ ନେଇ କୁଆଡ଼େ ଚାଲିଯିବି ମୋ ଭାଗ୍ୟକୁ ନେଇ କୁଆଡ଼େ ଚାଲିଯିବି ଆପଣ ମାନଙ୍କ ସାଥିରେ ଭେଟି ମତେ ବହୁତ ଭଲ ଲାଗିଲା ମହାରାଜ ଆପଣ ମାନଙ୍କ ସାଥିରେ ଦୀପଦ କଥା ହେଲେ ଏତିକି ମୋ ପାଇଁ ଯଥେଷ୍ଟ ଏବେ ମୁଁ ଆସୁଛି ମହାରାଜ ଏବେ ମୁଁ ଆସୁଛି अरे ए माँ अर्चना महाराज आपण तो मो ना पूजा बोली कहती हेले आपण मते अर्चना बोली डाकुचंती काहीकि अरे माँ ମୁଁ ତୋତେ ଅର୍ଚ୍ଚନା ବୋଲି ଡାକିଲି ଅଛି ମା ସେଥିର କାରଣ ଅଛି ମୋର ମଧ୍ୟ ଅତୀତରେ ଗୋଟାଏ ଝିଅ ଥିଲା ମା ଆଉ ମୋ ଝିଅର ନାମ ଥିଲା ଅର୍ଚ୍ଚନା ହେଲେ ମା ଆଜିକୁ ପ୍ରାୟ 12 ବର୍ଷ ତଳେ ମୋ ଝିଅ ଅର୍ଚ୍ଚନା ମୋତେ ଛାଡ଼ି ଆର ପାରିକୁ ଚାଲି ଯାଇଛି ଆପଣ ଏ କଣ କହୁଛନ୍ତି ମହାରାଜ ଏ ମା ମୋ ଝିଅ ଅର୍ଚ୍ଚନା ପରି ତମେ ଦେଖାଯାଉ ନଥିଲେ ମଧ୍ୟ ମୋ ଝିଅ ଅର୍ଚ୍ଚନା ଓ ତମ ଚାଲିଚଳଣି ସବୁ ମିଶି ଯାଉଛି ମା ଆପଣ କଣ କହୁଛନ୍ତି ମୁଁ ଜମାରେ ବି ବୁଝି ପାରୁନି ହଲୋ ମା ଅର୍ଚ୍ଚନା ଆଉ ତୁମେ ଦେଖା ଯାଉଥିବା ନହେଲେ ମଧ୍ୟ ତୁମର କଥାବାର୍ତ୍ତା ଚାଲିଚଳନ
ସବୁ ଏକା କରିଲ ମା ଏ ମା ମହାରାଜ ତୁ ଯଦି ଆଜି ମତେ ମନା ନ କରିବୁ ନା ମୁଁ ତୋତେ ତୋ ବାପାର ପରିଚୟ ଦେଇ ଏ ମୁକ୍ତାଗଡ଼ ରାଜ୍ୟର ରାଜକନ୍ୟା କରି ରଖିବି ମା। हे भगवान सतरे आपण माने एक कथा कौन कहते मुझे पर्यंत ଆରେ ହେ ମା ମହାମନ୍ତ୍ରୀ ଅତୀତରେ ହଜି ଯାଇଥିବା ସମ୍ପତ୍ତି ଆଜି ମୋ ପାଖକୁ ଫେରି ଆସିଛି ମହାମନ୍ତ୍ରୀ। ଆଜକୁ ପ୍ରାୟ 12 ବର୍ଷ ତଳେ ମରି ଯାଇଥିବା ସେ ମୋର ଅର୍ଚ୍ଚନା ଝିଅ ଆଜି ଏ ପୂଜାର ରୂପ ନେଇ ଯେତେବେଳେ ମୋ ରାଜ ଉଆସକୁ ଫେରି ଆସିଛି ଏ ସୁଯୋଗକୁ କଣ ମୁଁ ହାତ ଛଡ଼ା କରିବି ମହାମନ୍ତ୍ରୀ? ମହାମନ୍ତ୍ରୀ ଗୁଣବନ୍ତ ଆଜ୍ଞା ରାଜେଶ୍ୱର ସତେ କି ଯାଇଛି ପାଇ ହଜିଲା ଧନ ଅନ୍ଧ ପାଇ ଯାଇଛି କି ବେନି ନୟନ ସତେ କି ଯାଇଛି ପାଇ ହଜିଲା ଧନ ଅନ୍ଧ ପାଇ ଯାଇଛି କି ବେନି ନୟନ ମନେ ପଡ଼ି ସେହି ରାତି ଲୁହ ଝରେ ଆଟି ଛାତି ନିଷ୍ଠୁର ହେଲା ବିଧାତା ଦେଲା କଷଣ ସତେ କି ଯାଇଛି ପାଇ ହଜିଲା ଧନ ଅନ୍ଧ ପାଇ ଯାଇଛି କି ବେନି ନୟନ। ମହାମନ୍ତ୍ରୀ ଆଜ୍ଞା ଆଜି ରାଜେଶ୍ୱର ମୋ ଝିଅ ଏ ପୂଜାର ରୂପ ନେଇ ଏ ରାଜବହରକୁ ଫେରି ଆସିଛି ମହାମନ୍ତ୍ରୀ। ନିଶ୍ଚୟ ମଣିମା ମହାମନ୍ତ୍ରୀ ଗୁଣବନ୍ତ ଯେଉଁ ଝିଅକୁ ମୁଁ ହାରିଥିଲି ଅତୀତରେ ସେ ଝିଅ ପାଇଗଲି ପୂଜାର ରୂପରେ। ତାକୁ ଦେଖା ହେଲା ପରେ ଲାଗିଲା ଏମିତି ମୋ ଅତୀତ ପୁଣି ଥରେ ଫେରି ମୋ ପାଇଛି ଆକାର ଖେଲ ଘର ମୋ ଖୋଲା ଦୂର ଧନ୍ୟ ଜଗନ୍ନାଥ ଧନ୍ୟ ତୁମ ବିଧାନ ସତେ କି ଯାଇଛି ପାଇ ହଜିଲା ଧନ ଅନ୍ଧ ପାଇ ଯାଇଛି କି ବେନି ନୟନ ସତେ କି ଯାଇଛି ପାଇ ହଜିଲା ଧନ ଅନ୍ଧ ପାଇ ଯାଇଛି କି ବେନି ନୟନ। ମହାମନ୍ତ୍ରୀ ଆଜ୍ଞା ରାଜେଶ୍ୱର ଆଜି ଏ ଝିଅ ରୂପରେ ମୋ ଝିଅ ଅର୍ଚ୍ଚନା ଆଜି ଫେରି ଆସିଛି ମହାମନ୍ତ୍ରୀ। ଆରେ ଜୟ ମା ତୁ ଯଦି ମତେ ମନା ନ କରିବୁ ନା ମୁଁ ତତେ ତୋ ବାପାର ପରିଚୟ ଦେଇ ଏ ମୁକ୍ତାଗଡ଼ ରାଜ୍ୟର ରାଜନନ୍ଦିନୀ କରି ରଖିବି ମା। मंत्री महाशय महाराज कौन सत कहते ହ୍ୟାଲୋ ମା ଏ ମା ତୁ ଆଜି ଖବର ଅସୁବିଧା କଥା ଜାଣି ଆମ ରାଜା ହେଉଛନ୍ତି ପରୋପକାରୀ ଲୋକ ସେ ତୁମକୁ ନିଜର ଝିଅ ରୂପରେ ସ୍ୱୀକାର କରୁଛନ୍ତି ए ଏ भगवान ମା ତୁ ମତେ ମନା କରିବୁନି ମା। ଆଜିକୁ ପ୍ରାୟ 12 ବର୍ଷ ବିତି ଯାଇଛି ଏ ବାପା ଡାକ ଟିକେ ଶୁଣିବା ପାଇଁ ମୋ କର୍ଣ୍ଣ ଦେହ ଅସ୍ଥିର ହୋଇଯାଉଛି ମା। ତୁ ଡାକ ମା ତୁ ଥରେ ମାତ୍ର ମତେ ବାପା ବୋଲିକି ଡାକ। ତୁ ଭୁଲି ଯା ତୋ ଅତୀତର ସମ୍ପର୍କକୁ ତୁ ଭୁଲି ଯା ସେ ଅତୀତର ସୁବର୍ଣ୍ଣପୁରକୁ ତୁ ଭୁଲି ଯା ଯେ ତୋ ଅତୀତରେ କିଏ ଜଣେ ଥିଲା
ତୁ ଡାକ ମା, ତୁ ଥରେ ମାତ୍ର ମତେ ବାପା ବୋଲିକି ଡାକ। ଏ ମା, ତୁ ମତେ ମନା କରିବୁନି ମା, ତୁ ଭୁଲି ଯା ମା ତୋ ଅତୀତକୁ। ସେ ଅତୀତର ପୂଜା ଆଜି ଅଧ ବାଟରେ ହଜି ଯାଇଛି ମା। ଆଜିଠାରୁ ଏ ଦୁନିଆ କହିବ, ଆଜିଠାରୁ ଏ ସମାଜ କହିବ, ପୂଜା ହଜିଗଲା ଅଧା ବାଟରେ। ତୁ ଡାକ ମା, ତୁ ଥରେ ମାତ୍ର ମତେ ବାପା ବୋଲିକି ଡାକ। ତୁ ଏ ବସ୍ତ୍ର ପରିତ୍ୟାଗ କରି ତୁ ରାଜ ପୋଷାକ ପିନ୍ଧିବୁ ମା। ତୁ ଏ ରାଜ ମହଲରେ ରାଜ ନନ୍ଦିନୀ ହୋଇ ରହିବୁ। ତୁ ଡାକ ମା, ତୁ ଥରେ ମାତ୍ର ମତେ ବାପା ବୋଲିକି ଡାକ। ବାପା ଅର୍ଚ୍ଚନା! ଆରେ ମା, ତୁ ଆଜିଠାରୁ ଏ ମୁକ୍ତାଗଡ଼ ରାଜ୍ୟର ରାଜନନ୍ଦିନୀ ହୋଇ ତୁ ଏ ମୁକ୍ତାଗଡ଼ ରାଜ୍ୟର ରାଜନଗରରେ ରହିବୁ ମା। ହଁ ବାପା, ଆଜିଠାରୁ ମୁଁ ଏଇ ମୁକ୍ତାଗଡ଼ରେ ରହି ଏଇ ମୁକ୍ତାଗଡ଼ ରାଜମହଲରେ ରାଜନନ୍ଦିନୀ ହୋଇ ରହିବି ବାପା। ଏ ମା, ବାପା ଆଜିଠାରୁ ସେ ସୁବର୍ଣ୍ଣପୁରବାସୀ କଣ କହିବେ ସେ କଥା ତୁ ଜାଣିଛୁ ମା? ବାପା ଆଜିଠାରୁ ସେ ସୁବର୍ଣ୍ଣପୁରବାସୀ ସମସ୍ତେ କହିବେ ପୂଜା ହଜିଗଲା ଅଧା ବାଟରେ। ପୂଜା ହଜିଗଲା ଅଧା ବାଟରେ। ପୂଜା ହଜିଗଲା ଅଧା ବାଟରେ। ପୂଜା ହଜିଗଲା ଅଧା ବାଟରେ। ଅଧା ରହିଲା ହାତ ସଉଦା, ଅଧା ରହିଲା ସ୍ନେହ ସଭା। ଅଧା ରହିଲା ହାତ ସଉଦା, ଅଧା ରହିଲା ସ୍ନେହ ଶ୍ରଦ୍ଧା। ରଞ୍ଜନ ଏବଂ ବଜରଙ୍ଗୀ ଆଉ ତାଙ୍କ ସାଙ୍ଗରେ କମଲା ମାଲପଡ଼ା ଏ ତିନି ବନ୍ଧୁ ମିଶି 50 ମଞ୍ଚସ୍ଥ ନାଟକରେ ତୀର୍ନାଥ ଏବଂ ବଳରାମ এই দুই বন্ধু মিশি 20 ଗୋଟି